ନମସ୍କାର, ଜୟ ଜଗନ୍ନାଥ। ନୂଆ ଓଡ଼ିଆ କାହାଣୀର ଭିନ୍ନ ଏକ ବାପା ଭାଗ 2କୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। କେହି ଜଣେ ପିଲାଟିକୁ ଗଛ ମୂଳରେ ଫୋପାଡ଼ି ଦେଇଛି। ସରପଞ୍ଚଙ୍କ ପତ୍ନୀ ଛୁଆଟିକୁ ମଦନ କୋଳରୁ ନେଇ ଆସିଲେ। ହଠାତ୍ କ'ଣ ହେଲା କେଜାଣି? ସରପଞ୍ଚ ଛୁଆଟିଏ ପାଇଁ ବିକଳ ହେଉଛନ୍ତି। କେତେବେଳେ ଇଚ୍ଛା ହେବ କିଏ କହିବ? ଚାଲନ୍ତୁ ସାଙ୍ଗମାନେ, କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା। ବୁଝୁ ବୁଝୁ ଜଣା ପଡ଼ିଲା ଯେ କେହି ଜଣେ ପିଲାଟିକୁ ସେଇ ଗଛ ମୂଳରେ ଫୋପାଡ଼ି ଦେଇଯାଇଛି। ଅନେକ ଜଣ ଅନେକ କଥା କହୁଥାନ୍ତି। ମଦନ କିନ୍ତୁ ଛୁଆଟିକୁ ଏକ ଲୟରେ ଚାହିଁ ରହିଥାଏ। କିଛି ସମୟ ପରେ ମଦନ ଦୌଡ଼ିଗଲା ଛୁଆଟି ପାଖକୁ। ଛୁଆଟିକୁ କୋଳକୁ ନେଇ ଚୁପ୍ କରିବା ପାଇଁ ଚେଷ୍ଟା କଲା। ରଘୁ ଏସବୁ ଦେଖି ମଦନ ପାଖକୁ ଯାଇ କହିଲା, ହେ ତୁ ସେ ଛୁଆକୁ କାହିଁ ଧରିନେଲୁ? ତାକୁ ଶୁଆଇ ଦେ ସେଠି। ମଦନ କହିଲା, ଆରେ ରଘୁ, ଛୁଆଟା କାହିଁ କେତେ ସମୟ ହେଲା ରାହା ଧରି କାନ୍ଦି ଚାଲିଛି। କେମିତି କହୁଛୁ ତାକୁ ଛାଡ଼ିଦେବା ପାଇଁ? ରଘୁ କହିଲା, ଆରେ ତୁ ବୁଝୁନୁ, ଏଠି କେତେ ଲୋକ ଅଛନ୍ତି, ହେଲେ ଏବେ ଯାଏ କେହି ହେଲେ ସେ ଛୁଆକୁ ଉଠେଇ ନଥିଲେ। ଆମର କ'ଣ ଦରକାର କହିଲୁ ଏ ଝାମେଲାରେ ପଶିବା ପାଇଁ? ଏତିକି ବେଳେ ଗାଁର ଜଣେ ବୟସ୍କ ଲୋକ ଆସି କହିଲେ, ଆରେ ସମସ୍ତେ ଟିକେ ଚୁପ୍ କର। ଆମ ଗାଁର ସରପଞ୍ଚ କହୁଛନ୍ତି ଛୁଆଟିକୁ ନେବେ। ଯେହେତୁ ତାଙ୍କର କେହି ସନ୍ତାନ ନାହାନ୍ତି, ସେଥିପାଇଁ ସେ ଏ ପିଲାଟିକୁ ନିଜ ପିଲା ଭଳି ରଖିବେ। ଏତିକିରେ ଆଉ ଜଣେ ବାହାରି ଆସି କହିଲା, ନାଇଁ, ଏ ଛୁଆକୁ ଆଗ ଦେଖିଛି, ସେଥିପାଇଁ ମୁଁ ଛୁଆକୁ ନେବି। ଏତିକି ଭିତରେ ଆଉ 2 ଜଣ ମଧ୍ୟ ଆସି ଛୁଆକୁ ନେବା ପାଇଁ ଯୁକ୍ତି ବାଢ଼ିଲେ। ଲୋକମାନେ ପରସ୍ପର ସହିତ କଥା ହେଉଥାନ୍ତି ଘଟଣାକୁ ନେଇ। ଶେଷରେ କିଏ ଛୁଆଟିକୁ ନେବ ବୋଲି ଆଲୋଚନା ଚାଲିଥାଏ। ହଠାତ୍ ସମସ୍ତେ ଚୁପ୍ ହେଇଗଲେ। ସରପଞ୍ଚଙ୍କ ସାଙ୍ଗରେ ତାଙ୍କ ପତ୍ନୀ ଆସୁଥାନ୍ତି ସାମ୍ନାରୁ। ସମସ୍ତେ ଦୂରେଇ ଗଲେ ଆଉ ରାସ୍ତା ଛାଡ଼ିଦେଲେ। ମଦନ ଛୁଆଟିକୁ ଧରିଥାଏ ସେମିତି। ସରପଞ୍ଚଙ୍କ ପତ୍ନୀ ଛୁଆଟିକୁ ମଦନ କୋଳରୁ ନେଇ ଆସିଲେ। ହେଲେ ହଠାତ୍ କ'ଣ ହେଲା କେଜାଣି? ସେ ପୁଣି ମଦନ ହାତକୁ ଛୁଆଟିକୁ ଧରେଇ ଦେଇ ସରପଞ୍ଚଙ୍କ ଆଡ଼କୁ ଚାହିଁଲେ। ସରପଞ୍ଚ ବାବୁ କହିଲେ, ଆରେ କ'ଣ ହେଲା? ପତ୍ନୀ କହିଲେ, ତମେ ଟିକେ ସେପଟକୁ ଆସିଲ, କଥା ଅଛି। ଦୁହେଁ ଟିକେ ଦୂରକୁ ଯିବା ପରେ ସରପଞ୍ଚ କହିଲେ, କ'ଣ ହେଲା କହୁନ? ଏଠି ଏତେ ଲୋକଙ୍କ ଆଗରେ ଆମେ ଆସି ଏମିତି କଥା ହେଲେ ସମସ୍ତେ ଆମକୁ ହିଁ ଚାହୁଁଛନ୍ତି। ପତ୍ନୀ କହିଲେ, ଚାହିଁଲେ କ'ଣ ହେଇଗଲା ସେଠୁ? ତମକୁ ପରା କହିଥିଲି ଭଲସେ ବୁଝିବା ପରେ ହିଁ ଏଠିକି ଆସିବା ପାଇଁ। ସେଇଟା ଗୋଟିଏ ଝିଅ ଛୁଆଟିଏ, ତାକୁ ନେଇ ଆମେ କ'ଣ କରିବା? ଚାଲ ଏଇଠୁ ଶୀଘ୍ର ଯିବା। ସରପଞ୍ଚ କହିଲେ, କ'ଣ ହେଲା ସେଠୁ? ଝିଅ ଛୁଆ ଯଦି? ପତ୍ନୀ କହିଲେ, ହଁ, ତାକୁ ଆଉ ଯେ ନେବାକୁ କହୁଛି ନେଉ, ଆମର ନେବାର ନାହିଁ। ଚାଲ ଏଠୁ ଯିବା। ଏତକ କହିଦେଇ ସରପଞ୍ଚଙ୍କର ପତ୍ନୀ ଯାଇ ଗାଡ଼ିରେ ବସି ପଡ଼ିଲେ। ବାକି ଲୋକ ସମସ୍ତେ କାବା ହେଇ ଅନେଇଥାନ୍ତି। ସରପଞ୍ଚ ଆସି କହିଲେ, ତମମାନଙ୍କ ଭିତରୁ ଯଦି କେହି ଚାହୁଁଛ ତାହେଲେ ଏ ଛୁଆଟିକୁ ନେଇପାର। ହଠାତ୍ ସରପଞ୍ଚଙ୍କ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଯେ କାହିଁକି ଛୁଆକୁ ନେବାକୁ ମନା କରୁଛନ୍ତି। କାରଣ ସରପଞ୍ଚଙ୍କ ଛୁଆଟିଏ ପାଇଁ ବିକଳ ହେଉଛନ୍ତି। ଆଉ ଏକଥା ସମସ୍ତେ ବେଶ୍ ଭଲ ଭାବରେ ଜାଣିଛନ୍ତି। କେହି ଜଣେ ରଘୁକୁ କହିଲା, ଆରେ ସରପଞ୍ଚଙ୍କର କ'ଣ ହେଲା? ରଘୁ କହିଲା, ଆରେ ଭାଇ, ସେ ବଡ଼ ଲୋକ, ତାଙ୍କର କ'ଣ କେତେବେଳେ ଇଚ୍ଛା ହେବ କିଏ କହିବ? ସେଠି ଥିବା ଲୋକମାନେ କହିଲେ, ହଁ ଭାଇ, ଯାହା କହିଲ ଠିକ୍ କଥା। ଏତିକିରେ ଆଉ ଜଣେ ଯାଇ ଛୁଆଟିକୁ ଆଣୁ ଆଣୁ ଅଟକି ଯାଇ କହିଲେ, ଆରେ ଏ ତ ଝିଅ ଛୁଆଟିଏ, ୟାକୁ କିଏ ନେବ? ମୋର ତ ନେବାର ନାହିଁ। ଏତକ କହିଦେଇ ଲୋକଟି ମଦନ ହାତରେ ଛୁଆଟିକୁ ଧରେଇ ଦେଇ ପଳେଇଗଲା।